ଜୟ ଜଗନ୍ନାଥ। ବନ୍ଧୁମାନେ ଆସନ୍ତୁ ଜାଣିବା ଶ୍ରୀକୃଷ୍ଣ ସୁଦାଙ୍କ ବିଷୟରେ ଗୋଟିଏ ଛୋଟିଆ କାହାଣୀଟେ। ଦ୍ୱାପର ଯୁଗର କଥା। ସେତେବେଳେ ଶ୍ରୀକୃଷ୍ଣ ମଥୁରା ପରେ ଦ୍ୱାରିକାର ରାଜା ହୋଇଥିଲେ। କିନ୍ତୁ ରାଜା ହେବା ପୂର୍ବରୁ ସେ ଗୁରୁ ସାନ୍ଦୀପନିକ ଆଶ୍ରମର ଅନ୍ୟ ଶିଷ୍ୟମାନଙ୍କ ସହିତ ଶିକ୍ଷା ଗ୍ରହଣ କରୁଥିଲେ। ସେହି ଆଶ୍ରମରେ ତାଙ୍କର ଜଣେ ଅତ୍ୟନ୍ତ ଘନିଷ୍ଠ ବନ୍ଧୁ ଥିଲେ, ସୁଦାମା। ସୁଦାମା ଜଣେ ଗରିବ ବ୍ରାହ୍ମଣ ଥିଲେ, କିନ୍ତୁ ତାଙ୍କ ହୃଦୟରେ ଭକ୍ତି, ସ୍ନେହ ଓ ସଚେତନର ପୂର୍ଣ୍ଣ ଥିଲା। ଶ୍ରୀକୃଷ୍ଣ ଓ ସୁଦାମା ଛୋଟବେଳୁ ଅତ୍ୟନ୍ତ ଭଲ ବନ୍ଧୁ ଥିଲେ। ସେମାନେ ଏକାଠି ପାଠ ପଢ଼ୁଥିଲେ, ଗୁରୁଙ୍କ ସେବା କରୁଥିଲେ ଏବଂ ଆଶ୍ରମର କାମରେ ପରସ୍ପରକୁ ସାହାଯ୍ୟ କରୁଥିଲେ। ଥରେ ଗୁରୁମାତା ଦୁଇଜଣଙ୍କୁ ଜଙ୍ଗଲରୁ କାଠ ଆଣିବାକୁ ପଠାଇଲେ। ଜଙ୍ଗଲରେ ହଠାତ୍ ଭୟଙ୍କର ବର୍ଷା ହେଲା। ଦୁଇ ବନ୍ଧୁ ଗଛ ତଳେ ଆଶ୍ରୟ ନେଇ ରାତି କାଟିଲେ। ସେହି ଦିନଠାରୁ ତାଙ୍କର ବନ୍ଧୁତ୍ୱ ଆହୁରି ଗଭୀର ହୋଇଗଲା। ଶିକ୍ଷା ଶେଷ ହେବା ପରେ ଶ୍ରୀକୃଷ୍ଣ ଦ୍ୱାରିକାର ରାଜା ହେଲେ। ଅନ୍ୟପଟେ ସୁଦାମା ଅତ୍ୟନ୍ତ ଗରିବ ଜୀବନ ବିତାଇବାକୁ ଲାଗିଲେ। ତାଙ୍କ ଘରେ ଖାଇବାକୁ ମଧ୍ୟ ବେଳେବେଳେ ଖାଦ୍ୟ ନଥିଲା। ତଥାପି ସୁଦାମା କେବେ ନିଜର ଦୁଃଖ ପାଇଁ ଭଗବାନଙ୍କୁ ଦୋଷ ଦେଉନଥିଲେ। ସେ ସର୍ବଦା ଶ୍ରୀକୃଷ୍ଣଙ୍କୁ ସ୍ମରଣ କରୁଥିଲେ। ଦିନେ ସୁଦାମାଙ୍କ ପତ୍ନୀ ତାଙ୍କୁ କହିଲେ, ଆପଣଙ୍କ ପିଲାମାନେ ଅନେକ ଦିନ ହେଲା ଭଲ ଭାବେ ଖାଇନାହାନ୍ତି। ଆପଣଙ୍କର ବାଲ୍ୟବନ୍ଧୁ ଶ୍ରୀକୃଷ୍ଣ ଏବେ ଦ୍ୱାରିକାର ରାଜା। ଆପଣ ତାଙ୍କୁ ଥରେ ଦେଖି ଆସନ୍ତୁ। ସୁଦାମା କହିଲେ, କୃଷ୍ଣ ମୋର ପ୍ରିୟ ବନ୍ଧୁ, କିନ୍ତୁ ମୁଁ ତାଙ୍କ ପାଖକୁ ଧନ ମାଗିବାକୁ କିପରି ଯିବି? ପତ୍ନୀ ବହୁତ ଅନୁରୋଧ କଲେ। ଶେଷରେ ସୁଦାମା ଦ୍ୱାରିକା ଯିବାକୁ ରାଜି ହେଲେ। ଘରେ ଦେବା ପାଇଁ କିଛି ନଥିଲା। ତାଙ୍କ ପତ୍ନୀ କଷ୍ଟ କରି କିଛି ଚୂଡ଼ା ସଂଗ୍ରହ କରି ଏକ ଛୋଟ କପଡ଼ାରେ ବାନ୍ଧିଦେଲେ। ସେହି ସାଧାରଣ ଚୂଡ଼ାକୁ ନେଇ ସୁଦାମା ଦ୍ୱାରିକା ଅଭିମୁଖେ ଯାତ୍ରା କଲେ। ଦ୍ୱାରିକାର ରାଜପ୍ରାସାଦରେ ପହଞ୍ଚି ସୁଦାମା ଦ୍ୱାରପାଳକୁ ନିଜର ନାମ କହିଲେ, ମୁଁ କୃଷ୍ଣଙ୍କ ବାଲ୍ୟବନ୍ଧୁ ସୁଦାମା। ଏକଥା ଶୁଣି ଦ୍ୱାରପାଳ ଭିତରକୁ ଯାଇ ଶ୍ରୀକୃଷ୍ଣଙ୍କୁ ଖବର ଦେଲେ। ସୁଦାମାଙ୍କ ନାମ ଶୁଣିବା ମାତ୍ରେ ଶ୍ରୀକୃଷ୍ଣ ସିଂହାସନରୁ ଉଠି ଦୌଡ଼ି ଆସିଲେ। ନିଜ ପ୍ରିୟ ବନ୍ଧୁକୁ ଦେଖି ସେ ଅତ୍ୟନ୍ତ ଆନନ୍ଦିତ ହେଲେ। କୃଷ୍ଣ ସୁଦାମାଙ୍କୁ ଆଲିଙ୍ଗନ କରି ରାଜପ୍ରାସାଦ ଭିତରକୁ ନେଇଗଲେ। ଶ୍ରୀକୃଷ୍ଣ ନିଜ ହାତରେ ସୁଦାମାଙ୍କ ପାଦ ଧୋଇଦେଲେ। ରାଜପ୍ରାସାଦରେ ଥିବା ସମସ୍ତେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେଲେ। ଭଗବାନ ଶ୍ରୀକୃଷ୍ଣ ନିଜ ଗରିବ ବନ୍ଧୁକୁ ରାଜା କିମ୍ବା ଗରିବ ଭାବରେ ନୁହେଁ, କେବଳ ଜଣେ ପ୍ରିୟ ବନ୍ଧୁ ଭାବରେ ଦେଖିଥିଲେ। କିଛି ସମୟ ପରେ ଶ୍ରୀକୃଷ୍ଣ ହସିକରି ପଚାରିଲେ, ସୁଦାମା, ମୋ ପାଇଁ କ'ଣ ଆଣିଛୁ? ସୁଦାମା ଲଜ୍ଜାରେ ଚୂଡ଼ାର ପୁଡ଼ିଆଟି ଲୁଚାଇବାକୁ ଚେଷ୍ଟା କଲେ। କିନ୍ତୁ ଶ୍ରୀକୃଷ୍ଣ ତାହା ଦେଖିପାରିଲେ। ସେ ନିଜେ ପୁଡ଼ିଆଟି ନେଇ ଖୋଲିଲେ ଏବଂ ଅତ୍ୟନ୍ତ ଆନନ୍ଦରେ ଚୂଡ଼ା ଖାଇଲେ। ତାଙ୍କ ପାଖ ସେହି ଚୂଡ଼ା ରାଜଭୋଗଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଥିଲା, କାରଣ ତାହାରେ ଥିଲା ବନ୍ଧୁଙ୍କ ନିଷ୍କପଟ ସ୍ନେହ। ସୁଦାମା ନିଜର ଦୁଃଖ କିମ୍ବା ଦାରିଦ୍ର୍ୟ ବିଷୟରେ କୃଷ୍ଣଙ୍କୁ କିଛି ମାଗିପାରିଲେ ନାହିଁ। ସେ କେବଳ ପୁରୁଣା ଦିନର କଥା ମନେ ପକାଇ କୃଷ୍ଣଙ୍କ ସହିତ କଥା ହେଲେ। ଶେଷରେ ସୁଦାମା ନିଜ ଘରକୁ ଫେରିବା ପାଇଁ ବାହାରିଲେ। ଘରକୁ ଫେରୁଥିବା ବେଳେ ସୁଦାମା ଭାବିଲେ, ମୁଁ କୃଷ୍ଣଙ୍କୁ କିଛି ମାଗିଲି ନାହିଁ। ସେ ମଧ୍ୟ ମୋତେ କିଛି ଦେଲେ ନାହିଁ, କିନ୍ତୁ ତାଙ୍କ ମନରେ କୌଣସି ଦୁଃଖ ନଥିଲା। ପ୍ରିୟ ବନ୍ଧୁକୁ ଦେଖିପାରିଥିବାରୁ ସେ ଅତ୍ୟନ୍ତ ଖୁସି ଥିଲେ। ଯେତେବେଳେ ସୁଦାମା ନିଜ ଗାଁରେ ପହଞ୍ଚିଲେ, ସେ ନିଜ ଘରକୁ ଚିହ୍ନିପାରିଲେ ନାହିଁ। ଯେଉଁଠାରେ ତାଙ୍କର ଛୋଟ ଘର ଥିଲା, ସେଠାରେ ଏକ ସୁନ୍ଦର ପ୍ରାସାଦ ଦେଖାଯାଉଥିଲା। ତାଙ୍କ ପତ୍ନୀ ମଧ୍ୟ ସୁନ୍ଦର ବସ୍ତ୍ର ପିନ୍ଧି ତାଙ୍କୁ ସ୍ୱାଗତ କଲେ। ସୁଦାମା ବୁଝିଗଲେ ଯେ ଏସବୁ ତାଙ୍କ ପ୍ରିୟ ବନ୍ଧୁ ଶ୍ରୀକୃଷ୍ଣଙ୍କ କୃପା। ସୁଦାମାଙ୍କ ଆଖିରୁ ଆନନ୍ଦର ଲୁହ ଝରିପଡ଼ିଲା। ସେ ହାତ ଯୋଡ଼ି ଶ୍ରୀକୃଷ୍ଣଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ, ମୁଁ କିଛି ମାଗିନଥିଲି, ତଥାପି ତୁମେ ମୋର ଘରକୁ ସୁଖରେ ପୂର୍ଣ୍ଣ କରିଦେଲ।
ସେହି ଦିନଠାରୁ ସୁଦାମା ଆହୁରି ଅଧିକ ଭକ୍ତି ଓ ନମ୍ରତାର ସହିତ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବାକୁ ଲାଗିଲେ। ଜୟ ଜଗନ୍ନାଥ। ଜାଣିଲେ କି ସୁନ୍ଦର କଥାଟିଏ। ଯଦି ଏଇ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଲା ମୋ ପେଜ୍ଟିକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଏବଂ କମେଣ୍ଟ ମାଧ୍ୟମରେ ଜାଣିବାକୁ ଚାହିଁଲେ କମେଣ୍ଟ କରିବେ। ଜୟ ଜଗନ୍ନାଥ। ଏତିକି କହିକି ମୋ ବାର୍ତ୍ତା ରଖୁଛି।